नमस्कार दर्शक बंधु, चलतु जानिबा विवाहित स्त्री माने पादरे काहींकी पिंधि थांती झुंटिया। एहा पछर बड़ कारण कौन होई पारे? समस्ते जानिचंती कि गोड़ मुदी कौन होई थाए, किंतु कौन आपण माने जानिचंती कि गोड़ मुदी काहींकी पिंधा जाए? आज आमे आपणଙ୍କୁ ଏହି ବିଷୟରେ କହିବୁ कि गोड़ मुदी काहींकी पिंधा जाए। ଯେତେବେଳେ ଗୋଟିଏ ଝିଅର ବିବାହ ହୋଇଥାଏ, ତେବେ ସେହି ଝିଅମାନଙ୍କୁ ଗୋଡ଼ ମୁଦି ପିନ୍ଧିବାର ଅଧିକାର ଥାଏ। ଗୋଡ଼ ମୁଦି ଏକ ଅଲଗା ସାମାଜିକ ମହତ୍ତ୍ୱ ରଖିଥାଏ। ଗୋଡ଼ ମୁଦି ସବୁବେଳେ ଚାନ୍ଦିର ହିଁ ହୋଇଥାଏ। ଏହାକୁ ସୁନାରେ ଏଥିପାଇଁ ତିଆରି କରାଯାଏ ନାହିଁ, କାରଣ ସୁନା ଅଣ୍ଟା ତଳକୁ ପିନ୍ଧାଯାଏ ନାହିଁ। ସୁନା ମାତା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ଅଟେ। ସେଥିପାଇଁ ସୁନା ଦ୍ୱାରା ପ୍ରସ୍ତୁତ କୌଣସି ବି ଜିନିଷ ଗୋଡ଼ରେ ପିନ୍ଧିବା ଉଚିତ ନୁହେଁ। ଗୋଡ଼ ମୁଦି କାହିଁକି ପିନ୍ଧା ଯାଇଥାଏ? ଗୋଡ଼ର ଆଙ୍ଗୁଠିରେ ଏଥିପାଇଁ ମୁଦି ପିନ୍ଧାଯାଏ, କାରଣ ଏହା ଗୋଡ଼ର କିଛି ତନ୍ତ୍ରିକା ଉପରେ ପ୍ରଭାବ ପକାଇଥାଏ, ଯାହା ସ୍ୱାସ୍ଥ୍ୟ ସହ ଜଡ଼ିତ ହୋଇଥାଏ। ଏହାର ପ୍ରୟୋଗ ତ ବହୁତ ପୁରୁଣା ସମୟରୁ ହୋଇ ଆସୁଅଛି। ଆପଣଙ୍କୁ କହିଦେଉଛୁ କି ଯେତେବେଳେ ରାବଣ ମାତା ସୀତାଙ୍କୁ ଅପହରଣ କରି ନେଇଥିଲେ, ସେତେବେଳେ ମାତା ସୀତା ରାସ୍ତା ଦର୍ଶାଇବା ପାଇଁ ନିଜର ଗୋଡ଼ ମୁଦିକୁ ଫୋପାଡ଼ି ଦେଇଥିଲେ, ଯାହାଦ୍ୱାରା ଶ୍ରୀରାମଙ୍କୁ ତାଙ୍କର ଠିକଣା ଜଣାପଡ଼ିବ। ଏହା ମହିଳାମାନଙ୍କୁ ଗର୍ଭଧାରଣ କରିବା ପାଇଁ ଭଲ ଅବସର ଦେଇଥାଏ, କାରଣ ଏହା ମହିଳାଙ୍କର ମାସିକ ଧର୍ମର ଚକ୍ରକୁ ଠିକ୍ ରଖିଥାଏ। ଯେଉଁ ଆଙ୍ଗୁଠିରେ ଗୋଡ଼ ମୁଦି ପିନ୍ଧାଯାଏ, ସେହି ଆଙ୍ଗୁଠିର ସମ୍ବନ୍ଧ ଗର୍ଭ ସହ ହୋଇଥାଏ ଓ ହୃଦୟ ପର୍ଯ୍ୟନ୍ତ ଯାଇଥାଏ। ଆପଣ ସମସ୍ତେ ଏହା ଜାଣିଛନ୍ତି କି ସୁନା କିମ୍ବା ଚାନ୍ଦି ପିନ୍ଧିବା ଦ୍ୱାରା ଶରୀରରେ ବହୁତ ଊର୍ଜା ପ୍ରବେଶ କରିଥାଏ, ଯାହା ଶରୀରକୁ ତାଜା ଓ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଚାନ୍ଦି ବି ଏକ ଭଲ ଧାତୁ ଅଟେ ଓ ଧ୍ରୁବୀୟ ଊର୍ଜାକୁ ଗ୍ରହଣ କରିଥାଏ ଓ ଶରୀରକୁ ଦେଇଥାଏ, ଯାହାଦ୍ୱାରା ଶରୀରକୁ ସୁସ୍ଥ ଓ କେତେକ ରୋଗରୁ ଦୂରେଇ ରଖିଥାଏ।